Good morning, students. Good morning, sir. କେମିତି ଅଛ ସବୁ? ଭଲ ଅଛ? हाँ sir. ତମେ ଭଲ ଅଛ ନାହିଁ? हाँ sir. ଭଲ ଅଛ? ଆଗ ପଟେ ଅନାଅ। ଆଜି କଣ ପଢିବା? ଆଜି କଣ ପଢିବା? ଫଳମୂଳ। ଏ ଖାଲି ଫଳ। ଫଳକୁ କଣ କରାଯାଏ? ଯେତେ ଫଳ ଅଛି ଆମେ ସବୁ ଫଳ ଖାଆନ୍ତି ନାଇଁ? हाँ sir. ତମେ ସବୁ କି ଫଳ ଖାଇଛ କୁହ ତ? ସେଓ ଖାଇଛ ଆଉ? କଦଳୀ ଆଉ? 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 ଲିଚୁ ଆଉ? ପିଚୁ ଖାଇଛ ନାହିଁ? ପିଚୁ? ଲିଚୁ ଖାଇଛ ନାହିଁ? ଲିଚୁ ଖାଇଛ? ଲିଚୁ ଭଳିଆ ଗୋଟେ ଥାଏ ପିଚୁ। ସେଟା ଛୋଟିଆ ଛୋଟିଆ ଥାଏ। ଆଉ କଣ ଖାଇଛ? ଆଉ? ଆଉ? ଆଉ ଅମୃତଭଣ୍ଡା ଫଳ କି ଫଳ ନା ପନିପରିବା? ଅମୃତଭଣ୍ଡା ଫଳ କି ପନିପରିବା? ଶୁଣ, ଯୋଉ ଗୁଡାକ ଆମ ତରକାରୀ ଖାଅ ନାହିଁ? ତରକାରୀ ଖାଅ ନାହିଁ ସମସ୍ତେ? ଖାଅ। ଯେତେ ସବୁ ତରକାରୀରେ ପଡେ, ଯେତେ ସବୁ ତରକାରୀରେ ଦିଆଯାଏ ତାକୁ କୁହାଯାଏ ପନିପରିବା। କଣ କୁହାଯାଏ ବାବୁ? ଧ୍ୟାନ ଦେଇକି ଶୁଣ, ମୁଁ ଯାହା କହୁଛି, ମୁଁ ଯାହା ପଢଉଛି ଧ୍ୟାନ ଦେଇକି ବୁଝ। ବୁଝିପାରିଲ? ବୁଝିପାରିଲ କି ନାହିଁ? ତମକୁ କଣ କରି ବୁଝିପାରିଲ କି ନାହିଁ? କଣ କରୁଛ? ହଁ, ପାଠ ପଢି ସାରିଲେ ତମେ ପୁଣି ବାକି କାମ କରିବ। ବୁଝିପାରିଲ? ବୁଝିପାରିଲ? ମୁଁ କଣ କହିଲି ଯେ ଆମେ ତରକାରୀ କଲାବେଳେ ଯଦି କୌଣସି ଜିନିଷ ଦିଆଯାଉଛି ସେଟାକୁ କଣ କହନ୍ତି? ପନିପରିବା ବୋଲି କୁହାଯାଏ। ଯୋଉ ଜିନିଷଟା ଆମେ ଡାଇରେକ୍ଟ ଖାଆନ୍ତି, ମାନେ କଣ ଗଛରୁ ତୋଳି ଆଣିବା, ପଚେଇଦେବା, ଖାଇଦେବା, ସେଟାକୁ ଆମେ କହନ୍ତି କଣ? ଅଧିକାଂଶ ଫଳ ବୋଲି କୁହାଯାଏ। ଆମ୍ବ ଖାଇଛ କି ନାହିଁ? ଆମ୍ବ ଖାଇଛ? ଏବେ କହ, ଆମ୍ବଟା ଫଳ ହବ କି ପନିପରିବା ହବ? ଫଳ। ଆଳୁ କେମିତି? ତାକୁ ତରକାରୀରେ ଦିଆଯାଏ, ହଁ ନାଇଁ? ଆଉ ଅମୃତଭଣ୍ଡା ତାକୁ କଞ୍ଚାରେ ତରକାରୀ ଦିଆଯାଏ। କଞ୍ଚା ଥିଲେ ପାଚି ଗଲେ ଆମେ ଖାଲି ପାଟିରେ ବି ଖାଇପାରନ୍ତି, ହଁ ନା ନାଇଁ? ହେଲେ ଆଜି ଆମେ କେତେ ଗୁଡ଼ିଏ ଫଳ ନା ଜାଣିବା ହେଲା। ବ୍ଲାକ୍ ବୋର୍ଡରେ ଯାହା ସବୁ ଦେଖାଯାଉଛି ସବୁ, ଏଠି ବହୁତ ଗୁଡ଼ିଏ ଫଳ ଅଛି। ମୁଁ ଜଣ ଜଣ ପଚାରିବି, ନା ଗୁଡା ମତେ କହିବ ହେଲା। ଏଇଟା କଣ? ବଡ ପାଟିରେ କୁହ, ଏଇଟା କଣ? ପଣସ। ପଣସକୁ ଇଂରାଜୀରେ କଣ କୁହାଯାଏ? ଜ୍ୟାକଫ୍ରୁଟ। କଣ? ପଣସକୁ ଇଂରାଜୀରେ କଣ କୁହାଯାଏ? ଜ୍ୟାକଫ୍ରୁଟ। ପଣସ କଞ୍ଚା ଖାଆନ୍ତି ନା ପାଚିଲା ଖାଆନ୍ତି? ପାଚିଲା ଖାଆନ୍ତି। କଞ୍ଚା ଖାଆନ୍ତିନି। ପଣସଟା କଞ୍ଚା ହେଲେ ତାକୁ ତରକାରୀରେ ପକେଇକି ଖିଆଯାଏ, ହଁ ନା ନାଇଁ? ଆଉ ପାଚି ଗଲେ ଆମେ ତାକୁ ଡାଇରେକ୍ଟ ଖାଇପାରିବା, ହଁ ନା ନାଇଁ? ଏଇଟା କଣ?